ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନେ ସମସ୍ତେ ଜାଣିସାରିଥିବେ ଗତକାଲି ସୁଭଦ୍ରା ସ୍କିମରେ 1 ଟଙ୍କା ଲେଖାଏଁ ସମସ୍ତଙ୍କୁ ପଠା ସରିଛି। କିନ୍ତୁ ଏବେ ବି ବହୁତ ସାରା ଲୋକଙ୍କ ଆକାଉଣ୍ଟରେ ପଇସା ଜମା ହୋଇନି। ତେବେ ଯଦି ଆପଣଙ୍କୁ ନ ଆସିଛି କ'ଣ କରିବାକୁ ପଡ଼ିବ, ଯାହା ବିଷୟରେ ମୁଁ ଡିଟେଲରେ ଜଣାଇବି। ଆଉ ସେଇମାନଙ୍କୁ 1 ଟଙ୍କା ଆସିଛି, ସେମାନଙ୍କ 17 ତାରିଖରେ 5,000 ନିଶ୍ଚିନ୍ତ। ଆସନ୍ତୁ ଡିଟେଲରେ ଜାଣିବା। ତା ପୂର୍ବରୁ ଲାଇକ୍ଟେ କରନ୍ତୁ, ସବସ୍କ୍ରାଇବର କରିନଥିଲେ ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ସୁଭଦ୍ରା ଯୋଜନାରେ 1 ଟଙ୍କାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି, ଯାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା, ଏହି ବାବଦରେ ସ୍ପଷ୍ଟ ସୂଚନା ପ୍ରଦାନ କରିଛନ୍ତି ସବୁ ହିତାଧିକାରୀଙ୍କୁ। ପ୍ରଥମ କିସ୍ତି 17 ତାରିଖ ଦିନ ଦିଆଯିବ। ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କାଟିଏ ଯାଇନି ସେମାନେ ବ୍ୟସ୍ତ ହେବାର ନାହିଁ। ସୁଭଦ୍ରା ଯୋଜନାରେ ଆଜି ଖାତାକୁ ଟଙ୍କାଟିଏ ଆସିନଥିଲେ ଟେନସନ୍ ନିଅନ୍ତୁନି ବୋଲି ସୁଭଦ୍ରା ଯୋଜନାକୁ ନେଇ ପୁଣି ବଡ଼ ଅପଡେଟ୍, ବଡ଼ ସୂଚନା। ଆଜି ଅଧିକାଂଶ ମହିଳାଙ୍କ ଆକାଉଣ୍ଟକୁ ଟଙ୍କାଟିଏ ଯାଇଥିବା ବେଳେ ଅନେକ ଏହି ଟଙ୍କା ପାଇନାହାନ୍ତି। ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ପଞ୍ଜୀକରଣ କରିଛନ୍ତି, ସେମାନଙ୍କ ଆବେଦନ ଫର୍ମ ଯାଞ୍ଚ ପରେ ହିତାଧିକାରୀ ଚୟନ କରାଯିବ। ଆଉ 17 ତାରିଖ ସେମାନଙ୍କୁ ପ୍ରଥମ କିସ୍ତି ଯୋଗାଇ ଦିଆଯିବ। ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ପ୍ରତି ବ୍ଲକ ଓ ପଞ୍ଚାୟତରେ ସୁଭଦ୍ରା ସ୍ୱାଗତ ସପ୍ତାହ ଅନୁଷ୍ଠିତ ହେବ। ବ୍ଲକ ସ୍ତରର ସମସ୍ତ ଅଧିକାରୀ, ସମସ୍ତ ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର, ଏସ୍ଏଚଜି ସଦସ୍ୟ, ଆଶାକର୍ମୀମାନେ ଗାଁ ଗାଁରେ ସଭା କରାଇ ସେମାନଙ୍କୁ ସୁଭଦ୍ରା ଯୋଜନାରେ ସମ୍ବନ୍ଧରେ ସୂଚନା କରାଇବେ। ସୁଭଦ୍ରା ଯୋଜନା ପାଇଁ ଆପଣ ଯେଉଁ ବ୍ୟାଙ୍କ ଆକାଉଣ୍ଟ ଦେଇଛନ୍ତି, ବ୍ୟାଙ୍କ ସାଙ୍ଗରେ ଆଧାରଟି ଲିଙ୍କ ଅଛି କି ନାହିଁ କେମିତି ଆପଣ ଜାଣିପାରିବେ? ଆସନ୍ତୁ ଜାଣିବା। ଫାଷ୍ଟ ଯେକୌଣସି ବ୍ରାଉଜର ଓପନ୍ କରି ଟାଇପ୍ କରିବା UIDAI.gov.in। ଆଇସାରିଲା ପରେ ଦେଖନ୍ତୁ ମାଇ ଆଧାରରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ତଳକୁ ସ୍କ୍ରୋଲ୍ ଡାଉନ୍ କରିବେ। ସାରିଲା ପରେ ଦେଖନ୍ତୁ ବ୍ୟାଙ୍କ ସିଡ଼ିଂ ଷ୍ଟାଟସ୍, ଆମେ କ୍ଲିକ୍ କରିବା। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଏଇଟା ଆପଣ ଆଧାର ନମ୍ବର ଦେଇଦେବେ। ଦେଇ ସାରିଲା ପରେ ଦେଖନ୍ତୁ କ୍ୟାପଚରଟି ଭରି ନେବା। ଲଗ୍ଇନ୍ ୱିଥ୍ OTP ଉପରେ ଆମେ କ୍ଲିକ୍ କରିବା। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ମୋବାଇଲ ନମ୍ବର ଯେଉଁ ଲିଙ୍କ ଥିବ OTPଟି ଆସିବ।
ଓଟିପିଟି ଦେଖନ୍ତୁ ଟାଇପ୍ କରିଦେବେ, ଲଗ୍ଇନ୍ ଉପରେ କ୍ଲିକ୍ କରିବେ। ଆସି ସାରିଲା ପରେ ଦେଖନ୍ତୁ ବ୍ୟାଙ୍କ ସେଟିଂ ଉପରେ ପୁଣି ଥରେ କ୍ଲିକ୍ କରିବେ। ଦେଖନ୍ତୁ ଏଇଭଳି ଆସିବ। ଆସିସାରିଲା ପରେ ଦେଖନ୍ତୁ